ମୁଁ ହେଉଛି ପ୍ରଫେସର ଡକ୍ଟର ସରୋଜ ଦାସ ମଜୁମଦାର। ମୁଁ କର୍କଟ ରୋଗ ବିଶେଷଜ୍ଞ ଏମ୍ସରେ ଅଛି। ଆଜି ଏସ୍ପିଆର୍ ହସ୍ପିଟାଲ ମୋତେ ଡାକିଛନ୍ତି। ଆଜି ଗୋଟେ ଦିନ ହେଉଛି ୱାର୍ଲଡ଼ କ୍ୟାନ୍ସର ଡେ। ଲାଗିଛି 50 ବର୍ଷ ହେଲା ଆମେ କହି ଚାଲିଛୁ କ୍ୟାନ୍ସର ଗୋଟେ ଡେଡଲି ରୋଗ, କିନ୍ତୁ ଆୱାରନେସ୍ଟା ବହୁତ ଜରୁରୀ। ସେଥିପାଇଁ ପ୍ରତ୍ୟେକ ବର୍ଷ ଏଇଟା କରାଯାଏ। ନୂଆ ନୂଆ ଥିମ୍ ନେଇକି ନୂଆ ନୂଆ ଇନ୍ସପିରେସନ୍ ନେଇକି କହିବାକୁ ପଡ଼େ। କ୍ୟାନ୍ସର ଗୋଟେ ଚିକିତ୍ସା ହେଇପାରିବ ଅନ୍ୟ ରୋଗ ଭଳିଆ। ସବୁଠୁ ବଡ଼ କଥା ହେଉଛି ୟାକୁ ପ୍ରିଭେନ୍ସନ୍ ବି କରାଯାଇପାରେ। ଯଦି ସମସ୍ତେ ସତର୍କ ରହିବେ ହେଇପାରିବ। ଏସ୍ପିଆର୍ ହସ୍ପିଟାଲ ସେଇ ପ୍ରୟାସ କରିଥିବାରୁ ତାଙ୍କୁ ସାଧୁବାଦ ଦେବା, ଧନ୍ୟବାଦ ଜଣାଇବା। ସବୁ ଲେଭେଲରେ ସମାଜରେ ଏଇଟା ନ କଲେ ହେବନି। କ୍ୟାନ୍ସରକୁ ଲଢ଼େଇ କରିବା ପାଇଁ ସରକାରୀ ହେଉ ବେସରକାରୀ ହସ୍ପିଟାଲ ହେଉ ସମସ୍ତେ ଲାଗିଲେ ଯାଇକି এই କର୍କଟ ରୋଗକୁ ଜିତିପାରିବା। ତେଣୁ ମୁଁ ଧନ୍ୟବାଦ ଦେବି ଆଜି ଭଳିଆ ଦିନରେ ଏଇଭଳିଆ ଗୋଟେ ସେମାନେ କରିକି ଅନ୍ୟମାନଙ୍କୁ ପାବ୍ଲିକ୍ ଆୱାରନେସ୍ କରିବା ଥିବାରୁ ଧନ୍ୟବାଦ। ମୁଁ ଡକ୍ଟର ଅମିତାଭ ଜେନା, କ୍ୟାନ୍ସର ସର୍ଜନ ଏସ୍ପିଆର୍ ହସ୍ପିଟାଲରେ ଅଛି। ସାର୍ ଏମିତି ରୋଗ ଲୋକମାନେ ଡରି ଯାଆନ୍ତି, କିନ୍ତୁ ତାର ଟ୍ରିଟମେଣ୍ଟ ହେଇପାରୁଛି। ଆଜିକା ଡେଟ୍ରେ କ୍ୟାନ୍ସର ରୋଗୀ ମଧ୍ୟ ଭଲ ହେଇପାରୁଛନ୍ତି। ଆଜି ହେଉଛି ୱାର୍ଲଡ କ୍ୟାନ୍ସର ଡେ, ଯେଉଁଟାକି ଏସ୍ପିଆର୍ ହସ୍ପିଟାଲ ପାଳିତ କରୁଛି। ଏସ୍ପିଆର୍ ହସ୍ପିଟାଲ ଯେଉଁ ଏଇଟା ପାଳନ କରୁଛନ୍ତି, ଖାଲି ଏସ୍ପିଆର୍ ହସ୍ପିଟାଲ ନୁହେଁ, ଆଜି ପୃଥିବୀ ସାରା ସବୁ ଜାଗାରେ ଏଇଟା ପାଳନ କରାଯାଉଛି। କାହିଁକିନା ଆମର ଏଇଟା ଗୋଟେ ଥିମ୍ ନେଇକି ଗୋଟେ ଷ୍ଟାର୍ଟ ହେଇଥିଲା 2000ରେ, ଆଉ ପ୍ରତିବର୍ଷ ଫେବୃଆରୀ 4ରେ ଏଇଟା ଆମେ ପାଳନ କରୁଛୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁଟାକି କ୍ୟାନ୍ସର ଗୋଟେ ଆମେ କହୁଛୁ ଯେ କ୍ୟାନ୍ସର ହେଲେ ଲାଇଫ୍ର ଶେଷ, କିନ୍ତୁ ଏଇଟା ବିଲକୁଲ ନୁହେଁ। ତ ଆମେ ଯଦି ଆର୍ଲି ତାକୁ ଡିଟେକ୍ଟ କରିବା ଆଉ ସମସ୍ତେ ମିଶିକି ତାକୁ ସମସ୍ତଙ୍କ ସହଯୋଗରେ ଏଇଟା ଯଦି ଚିକିତ୍ସା କରିବା ପୁରା ଭଲ ହେଇପାରିବ। ତ ଥିମ୍ ମାନେ କ'ଣ, ଏଇ ଯେଉଁ ପ୍ରତିବର୍ଷ ଥିମ୍ ଗୋଟେ ରଖାହେଉଛି, ଏ ବର୍ଷର ଥିମ୍ ରଖିଛନ୍ତି 3 ବର୍ଷ ପାଇଁ ଯେଉଁ ବିଶ୍ୱ ହେଲ୍ଥ ଅର୍ଗାନାଇଜେସନ୍, ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ WHO ବୋଲି କହୁଛନ୍ତି, ସେମାନେ ରଖିଛନ୍ତି ଏବେ 3 ବର୍ଷ ପାଇଁ। କାହିଁକିନା ଗୋଟେ ଜିନିଷକୁ ଟାର୍ଗେଟ୍ ଆଚିଭ୍ କରିବା ପାଇଁ କିଛି ଦିନ ଲାଗେ। ତ ୟୁନିଟି ବାଇ ୟୁନିକ୍, ୟୁନାଇଟେଡ୍ ବାଇ ୟୁନିକ୍। ତ ଏଇଥିର ମାନେ ସମସ୍ତଙ୍କର ଯେଉଁ କ୍ୟାନ୍ସର ପେସେଣ୍ଟର ଏକ୍ସପିରିଏନ୍ସ ଅଲଗା, ସେଗୁଡ଼ା ଯେତେବେଳେ ଆମେ ମିଶାଇ ଦେଉ, ସେଇଟା ଗୋଟେ ଆମେ ସମସ୍ତଙ୍କ ଏକ୍ସପିରିଏନ୍ସ ନେଇକି ଏଇଟା ଆମେ ସକ୍ସେସଫୁଲ୍ ହଉ। ତ ଏଇଟା ଆମେ ପେସେଣ୍ଟମାନଙ୍କ ଭିତରେ, ପେସେଣ୍ଟମାନଙ୍କର ଫ୍ୟାମିଲି ମେମ୍ବର୍ସ ମାନଙ୍କ ଭିତରେ ଆମେ ଆୱାରନେସ୍ କରିବାକୁ ଚାହୁଁ। ଯଦି ସମସ୍ତେ ମିଶିବା, ଆର୍ଲି ଷ୍ଟେଜ୍ରେ ଡାଇଗ୍ନୋସିସ୍ କରିବା, କେତେଟା ଜିନିଷ ଯେଉଁଟାକି ଆମେ ଛାଡ଼ିବା ଦରକାର, ଲାଇକ୍ ତମାକୁ ଯେଉଁଟାକି ଭାରତର 1 ନମ୍ବରର କ୍ୟାନ୍ସର, ଆଉ ଗୋଟେ ଫିମେଲ୍ ମାନଙ୍କର 1 ନମ୍ବର 2 ନମ୍ବର କ୍ୟାନ୍ସର ହେଉଛି ସର୍ଭାଇକାଲ୍ କ୍ୟାନ୍ସର। ଏଗୁଡ଼ା ହେଉଛି ପ୍ରିଭେଣ୍ଟେବୁଲ୍ କ୍ୟାନ୍ସର। ସମସ୍ତେ ଯଦି ମିଶିବା, ଶପଥ ନେବା, ଏଗୁଡ଼ା ଆମେ କ୍ୟୁର୍ କରାଇ ପାରିବା, ଆମେ ଭଲ ହେବା। ଧନ୍ୟବାଦ। ମାନସିକ ବିଶେଷଜ୍ଞ ଅଛି କ୍ୟାନ୍ସର ରୋଗର। ସବୁ ବର୍ଷ ଭଳି ଏ ବର୍ଷ ବି ୱାର୍ଲଡ଼ କ୍ୟାନ୍ସର ଡେ ପାଳନ କରାଯାଇଛି। ଏଇଟା ଆମର ୱାର୍ଲଡ଼ ହେଲ୍ଥ ଅର୍ଗାନାଇଜେସନ୍ ଯେଉଁ ଅଛି WHO, 2000 ମସିହାରୁ ପ୍ରତିବର୍ଷ ୱାର୍ଲଡ଼ କ୍ୟାନ୍ସର ଡେ ପାଳନ କରାଯାଏ। ମୋର ମେନଲି ଆମେ ପ୍ରିଭେନ୍ସନ୍ କରିବା ଉପରେ ଅଧିକ ଫୋକସ୍ କରୁ, ଆଉ କ୍ୟାନ୍ସର ଆୱାରନେସ୍ ଉପରେ ଅଧିକା ପ୍ରକାଶ କରୁ। ଆପଣମାନେ ଜାଣିଥିବେ ଆଜିକାଲିକା ଡେଟ୍ରେ ଦେଖିବେ ବହୁତ କମ୍ ଏଜ୍ରୁ କ୍ୟାନ୍ସର ସବୁ ହେଉଛି, ଯେଉଁଟାକି ଆଗରୁ ବହୁତ ଅଧିକା ଏଜ୍ରେ ଓଲ୍ଡ ଏଜ୍ରେ କ୍ୟାନ୍ସର ହେଉଥିଲା। ଏବେ ବହୁତ କମ୍ ଏଜ୍ରୁ 21-22 ବର୍ଷର ପିଲାଙ୍କୁ କ୍ୟାନ୍ସର ହେଇଯାଉଛି। ବ୍ଲଡ଼ କ୍ୟାନ୍ସର ବି ବହୁତ କମ୍ ଏଜ୍ରୁ ହେଇଯାଉଛି। ତ ଆମେ ଗୋଟେ ଷ୍ଟଡ଼ିରେ ବି ଆମେ ଦେଖିଲୁ କି ଏତେ କମ୍ ଏଜ୍ରୁ କ୍ୟାନ୍ସର ହେବାର ମେନ୍ ରିଜନ୍ ହେଉଛି ଲ୍ୟାକ୍ ଅଫ୍ ଆୱାରନେସ୍। ଆଉ ବହୁତ ଛୋଟବେଳୁ ଲୋକମାନେ ଗୁଟକା, ପାନ, ବିଡ଼ି, ସିଗାରେଟ୍, ମଦ, ଡ୍ରଗ୍ସ ଏସବୁ ନେଉଛନ୍ତି। ତ ଆମର ମେନ୍ ଜିନିଷ ଯଦି ଆମେ କ୍ୟାନ୍ସରକୁ ପ୍ରିଭେଣ୍ଟ କରିବାକୁ ଚାହିଁବା, ଆମେ ଯେତେ ଆୱାରନେସ୍ କରିପାରିବା, ଆମେ ତ କାହାକୁ ଜବରଦସ୍ତ ବନ୍ଦ କରିପାରିବାନି ନା। ତ ଆମେ ତାଙ୍କୁ କେମିତି ପାନ ଗୁଟକା ନ ଖାଇବେ, କେମିତି ତବାକୁକୁ ଛି କରିବେ, ଅଲଗା ନିଶା ଦ୍ରବ୍ୟ ନ ଖାଇବେ, ଠିକ୍ ଟାଇମ୍ରେ ହେଲ୍ଦି ଲାଇଫଷ୍ଟାଇଲ୍ ମେଣ୍ଟେନ୍ କରିବେ। ତ ଏସବୁ ଯଦି ଆୱାରନେସ୍ ଆମେ କ୍ରିଏଟ୍ କରିପାରିବା, ତ ତାହେଲେ କ୍ୟାନ୍ସର ପ୍ରିଭେଣ୍ଟ ହେଇପାରିବ। ସେଇଭଳି ପ୍ରତିବର୍ଷ ଆମେ ଏଇ 4 ଫେବୃଆରୀରେ ଆମେ ୱାର୍ଲଡ଼ କ୍ୟାନ୍ସର ଡେ ପାଳନ କରୁ ଏସ୍ପିଆର୍ ହସ୍ପିଟାଲ ତରଫରୁ। ତ ଆମେ ଆୱାରନେସ୍ କରିବାକୁ ଚେଷ୍ଟା କରୁ, ପବ୍ଲିକ୍ ଆୱାରନେସ୍ କରିବାକୁ ଚେଷ୍ଟା କରୁ, କେମିତି କ୍ୟାନ୍ସରକୁ ପ୍ରିଭେଣ୍ଟ କରିପାରିବେ, ଆଉ କେମିତି କ୍ୟାନ୍ସର ପ୍ରତି ତାଙ୍କର ଯେଉଁ ଗୋଟେ ଡର ରହିଛି ସେଇଟାକୁ ବି, ଆଉ ଏଇଟା ପେସେଣ୍ଟମାନେ ଯେଉଁମାନେ କ୍ୟାନ୍ସରରୁ ଆଜି ପୀଡ଼ିତ ଥିଲେ,
आउ सर्वाइव करिचंती आउ एबे ठीक अछंती तांको भितर गोटे आशा आउ प्रचेष्टा भी आमे दबाकू चेष्टा करू जेमती कि निज लाइफ टाकू से आउर भल से बंची पारिबे मोटिवेट थैंक कैंसर यू भल हबार मुख्य कारण है सचेतनता। मेन से देखंतु कैंसर भल हबार मेन कारण होची हेल्दी लाइफस्टाइल मेंटेन करिबा आउ निशा द्रव्य सेवन बंद करिबा आउ सबुठ इम्पोर्टेंट होची आपणकर खाद्यपेय आपण मैंने देखीदेवे बहुत सारा स्त्री लोक गाँ स्त्री लोक मैंने अच्छा खाली चाह टे पी दे राति दिन गोटाए तक जाके खाई नथिबे तो एत द्वारा कौन हो शरीर में विभिन्न प्रकार असुविधा भी होची जो स्टोमक कैंसर हबार भी चांसेस कहीं लोक मैंने पान बीड़ी पान जाकी देकर शोई जाइए तो ये सब जिनस केमती सचेतनता नहले ये जिनस गुरा ठीक से कम हो पारिबो नाही तो आमर मेनली अवेयरनेस फिलअप कर जिते अवेयरनेस बढ़े पारिबा लोक सचेतन कर पारिबा तो आम कैंसर बोली बड़ रोग को आम जीति पार। थैंक यू। डॉक्टर विभुदत्त महापात्र चीफ एग्जीक्यूटिव ऑफिसर एस्पायर हॉस्पिटल। सर आज ऑल वर्ल्ड पाळुची वर्ल्ड कैंसर डे यस तो कहबे केमती कैंसर बहुत दूर ही परिबो। कैंसर दूर हो पार ये गोटे प्रश्न आ वर्ल्ड कैंसर डे आम पालुचे वर्ल्ड कैंसर डे आम प्रत्येक वर्ष 4 फेब्रुआरी पालुचे ये जे गोटे जनजागरण गोटे अवेयरनेस वी आर फोस्टरिंग ए अवेयरनेस प्रोग्राम जे एक्चुअली कैंसर जो पैनिकनेसटा जो खब सेटा को दूर करने जे अन्य रोग भली कैंसर वर्तमान एभली सिचुएशन अच्छी जे आमे ताकू कंट्रोल करि परिबा बट दिन प्रतिदिन जो बहु मात्रा रे होची रैपिडली स्प्रेडिंग इट्स ए ग्लोबल पैनिक सिचुएशन ताधुर केमती आमे ये निवृत्त हो पारिबा सेथि लागी ये कोशिश।